କଳାହାଣ୍ଡି ମଦନପୁର ରାମପୁର ଅବକାରୀ ଥାନା ପକ୍ଷରୁ ମାରୁତି କାରରେ 162 କେଜି ଚୋରା ଗଞ୍ଜେଇ ନେଉଥିବା ବେଳେ ଗଞ୍ଜେଇ ଜବତ। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅବକାରୀ ଥାନା ପକ୍ଷରୁ ରଜାମୁଣ୍ଡା ନିକଟରେ ଚଢ଼ାଉ କରାଯାଇ 162 କିଲୋଗ୍ରାମ ଚୋରା ଗଞ୍ଜେଇ ସହ ଏକ ମାରୁତି କାର ଜବତ ହୋଇଛି। ଏହି ଘଟଣାରେ ଗଞ୍ଜେଇ ଚାଲାଣ କରିଥିବା 2 ଆସାମୀ ଗିରଫ ହୋଇଛନ୍ତି। ଏହା ସହ 2ଟି ମୋବାଇଲ ଜବତ ହୋଇଛି। ଅବକାରୀ ଅଧୀକ୍ଷକ ରଞ୍ଜନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ଏକ୍ସାଇଜ ସାଗରିକା ପ୍ରଧାନଙ୍କର ତତ୍ତ୍ୱାବଧାନରେ ଏକ ସ୍କ୍ୱାଡ୍ ଖବର ପାଇ ଏହାକୁ ଚଢ଼ାଉ କରିଥିଲେ। ଏହି ଚୋରା ଗଞ୍ଜେଇ କନ୍ଧମାଳରୁ ବଲାଙ୍ଗୀର ପଟକୁ ଯାଉଥିଲା। ଖବର ପାଇ ଏମାନେ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିବା ପ୍ରେସମିଟ୍ରେ ପ୍ରକାଶ କରିଛନ୍ତି। କନ୍ଧମାଳରୁ ବଲାଙ୍ଗୀର ଚାଲାଣ ହେଉଛି ଗଞ୍ଜେଇ। ତେଣୁ ଆମର ସ୍କ୍ୱାଡ୍ ବନେଇକି ଆମେ ଏମରାମପୁର ଛକରେ 2 ଜଣ ଷ୍ଟାଫ୍ ଏବଂ ରଜାମୁଣ୍ଡା ପାଖରେ ଗୋଟେ ଟିମ୍ ରହିଥିଲୁ ଜଗି। ତାପରେ ଆସିଲା ପରେ ଆମେ ସାମକୁ ଦେଖି ଗାଡ଼ି ବୁଲେଇକି ପଳାଇବାକୁ ଚେଷ୍ଟା କଲା। ଗୋଟେ ମାରୁତି ସୁଜୁକି SS4 ହ୍ୱାଇଟ୍ କଲର୍, ଯାହାର ନମ୍ବର ଥିଲା OR02AW 9881 ଏବଂ ତାକୁ 2 ଜଣ ଲୋକ ବସିଥିଲେ। ସେଠୁ ଆମକୁ ଦେଖି ଗାଡ଼ି ରଖିକି ଦୌଡ଼ିବାକୁ ଲାଗିଲେ। ଦୌଡ଼ିଲା ଆମେ ଷ୍ଟାଫ୍ ତାକୁ ଅଟକେଇଲା ପରେ ଗାଡ଼ି ସର୍ଚ୍ଚ କଲାବେଳେ ସେଥିରେ ମାନେ ବିପୁଳ ପରିମାଣ ଗଞ୍ଜେଇ ଥିଲା। ଯାହାହେଲେ ଆପ୍ରୋକ୍ସିମେଟଲି 160 କେଜି ହେବ। ବର୍ତ୍ତମାନ ତ ୱେଟ୍ ଫୁଟ୍ ଚାଲିଛି। ତାପରେ ସେଠି ୱେଟ୍ ଫୁଟ୍ କଲା ପରେ 162 କିଲୋ ଥିଲା ଗଞ୍ଜେଇ ଏବଂ 2 ଲୋକ, ଜଣେ ଜୁଭେନାଇଲ୍ ଅଛି ସେଥିରେ। ଆଉ ଜଣେ ଲୋକ ହେଉଛି ଆମର ବାପି ପ୍ରଧାନ, ଯିଏକି ଫିରିଙ୍ଗିଆ ଥାନା ଅନ୍ତର୍ଗତ। ଆଉ ସେଇ ଗାଡ଼ିକି ଆମେ ଭେରିଫାଏ କଲାବେଳେ ଜଣାପଡ଼ିଲା ଯେ ତା'ର ଆଉ ଏଇ ନମ୍ବରଟା ହେଉଛି ଫେକ୍ ନମ୍ବର। ଆଉ ଗୋଟେ CG ନମ୍ବର ବି ଅଛି, ଯାହାର ନମ୍ବର ହେଲା CG04HA2811। ତେଣୁ ତାଙ୍କୁ ଆମେ ସେଇଠି ରିଟର୍ନ କଲୁ। ସସ୍ପେକ୍ଟ କଲା ପରେ ତାଙ୍କୁ ଆରେଷ୍ଟ କରାଯାଇଛି। ହାରାର ମୂଲ୍ୟ କେତେ ହେବ? ହାରାହାରି ମୂଲ୍ୟ ହେବ ଆମର 24 ଲକ୍ଷ 25 ଲକ୍ଷ ଟଙ୍କା ମଧ୍ୟ ହେବ। କେବେ କଲିଟା? କାଲି ସନ୍ଧ୍ୟାରେ କଲି? ନାଇଁ, ଆଜି ମର୍ଣ୍ଣିଂରେ। ଠିକ୍ ଅଛି ସାର୍।